ଓಂ ନମଃ ଶିବାୟ। ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ ରହିଛି ଦେବଦେବ ମହାଦେବଙ୍କ ବିଷୟରେ। ଦେବତା ମାନଙ୍କ ମଧ୍ୟରେ ସବୁଠାରୁ ମହାନ ଦେବତା ହେଇଥିବାରୁ ଭଗବାନ ଶିବ ଶଙ୍କରଙ୍କର ଅନ୍ୟ ନାମ ହଉଛି ଦେବଦେବ ମହାଦେବ। ସେ ହଉଛନ୍ତି ଦେବତା ମାନଙ୍କ ମଧ୍ୟରେ ମହାନ ଦେବତା, ସେଥିପାଇଁ ମହାଦେବ ସେ। ଆଉ ଆଗକୁ ଆସୁଛି ପବିତ୍ର ଜାଗର ଓଷା ବା ମହାଶିବରାତ୍ରି। ସବୁଠାରୁ ବଡ ଓଷା ହଉଛି ଦେବଦେବ ମହାଦେବଙ୍କର ଏଇ ଜାଗର ବ୍ରତ। ଦେବଦେବ ମହାଦେବଙ୍କର ସବୁଠାରୁ ବଡ ଓଷା ବଡ ବ୍ରତ ହଉଛି ଏହି ମହାରାତ୍ରି ମହାଶିବରାତ୍ରି ବା ଜାଗର ଓଷା। ଆଉ ଏଇ ଜାଗର ଓଷାରେ ଆମେ ମହାଦେବଙ୍କ ବିଷୟରେ ସବୁ କିଛି ଜାଣିବା। ମହାଦେବ କଣ? ଦେବଦେବ ମହାଦେବଙ୍କର ମଧ୍ୟ ଜଣେ ଗୁରୁ ଥିଲେ। ସେ ଗୁରୁଙ୍କର କଣ ନାମ ରହିଛି ଏଇ ଭିଡିଓରେ ମୁଁ ଆପଣମାନଙ୍କୁ ଜଣେଇବି। ତା ସହିତ ଦେବଦେବ ମହାଦେବଙ୍କ ବିଷୟରେ ସବୁ କିଛି ତଥ୍ୟ ଏ ଭିଡିଓରେ ଆପଣମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବି। ଆପଣମାନଙ୍କୁ ଅନୁରୋଧ, ଦୟାକରି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆସନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ଅଭିମନ୍ୟୁ ସ୍ୱାଗତ କରୁଛି ଅଭିମନ୍ୟୁ ଏମ୍ପାୟାରକୁ। ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ଆମର ହିନ୍ଦୁ ଧର୍ମରେ ସୃଷ୍ଟି ସ୍ଥିତି ଆଉ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ। ଭଗବାନ ମହେଶ୍ୱର ଶିବ ଶଙ୍କର ହେଉଛନ୍ତି ସୃଷ୍ଟିର ସମସ୍ତ ଅନିଷ୍ଟକାରୀ ଅପଶକ୍ତି, ଅନ୍ୟାୟ, ଅଧର୍ମ ଏବଂ ଅନୀତିକୁ ସଂହାର କରି ଏ ସଂସାରକୁ ସୁଖ ଶାନ୍ତି ପ୍ରଦାନ କରିଥାନ୍ତି। ମହାଦେବଙ୍କୁ ଶକ୍ତି ନିହିତ ଲିଙ୍ଗ ମୂର୍ତ୍ତିରେ ପୂଜା କରାଯାଇଥାଏ। ଭଗବାନ ଶିବ ଶଙ୍କରଙ୍କର ହଉଛି 3 ଗୋଟି ଆଖି, 5 ଗୋଟି ମୁଖ। ବୃଷଭ ହଉଛି ଦେବଦେବ ମହାଦେବଙ୍କର ବାହନ। ଅତ୍ରି ମୁନି ହଉଛନ୍ତି ମହାଦେବଙ୍କର ଗୁରୁ। ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଚାଳନାରେ ମହାଦେବ ହଉଛନ୍ତି ସୁଦକ୍ଷ। ତ୍ରିଶୂଳ ହଉଛି ମହାଦେବଙ୍କର ଆୟୁଧ ବା ଅସ୍ତ୍ର। ଭଗବାନ ଶିବ ଶଙ୍କରଙ୍କର ଧନୁର ନାମ ହଉଛି ପିନାକ ଧନୁ। ଯୋଉ ପିନାକ ଧନୁ ବା ଶିବ ଧନୁକୁ ଭଗବାନ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ଶିବ ଧନୁକୁ ଭାଙ୍ଗି ବା ପିନାକ ଧନୁକୁ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିଥିଲେ। ଭଗବାନ ଶିବ ଶଙ୍କରଙ୍କର ଧନୁର ନାମ ହଉଛି ପିନାକ ଧନୁ। ଭଗବାନଙ୍କର ବାଦ୍ୟ ହଉଛି ଡମ୍ବରୁ। ସେ ହଉଛନ୍ତି ଡମ୍ବରୁ ଧାରୀ। ଡିବି 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 ଡମ୍ବରୁ ସବୁବେଳେ ଭଗବାନ ଶିବ ଶଙ୍କର ବାଦନ କରନ୍ତି। ଭଗବାନ ଶିବ ଶଙ୍କରଙ୍କର ନୃତ୍ୟ ହଉଛି ତାଣ୍ଡବ ନୃତ୍ୟ। ତାଣ୍ଡବ ନୃତ୍ୟ ହଉଛି ଭୟଙ୍କର ନୃତ୍ୟ। ଯେତେବେଳେ ଭଗବାନ ଶିବ ଶଙ୍କର କ୍ରୋଧାନ୍ୱିତ ହୁଅନ୍ତି, ରାଗି ଯାଆନ୍ତି, ସେ ତାଣ୍ଡବ ନୃତ୍ୟ କରନ୍ତି। ଭଗବାନ ଶିବ ଶଙ୍କରଙ୍କର ତାଣ୍ଡବ ନୃତ୍ୟରେ ତ୍ରିପୁର ଥରହର ହୁଏ। ସମଗ୍ର ଦେବତା ତଥା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭଗବାନ ଶିବ ଶଙ୍କରଙ୍କର ତାଣ୍ଡବ ନୃତ୍ୟ ଦେଖି ଥରହର ହୁଅନ୍ତି। ଦେବଦେବ ମହାଦେବଙ୍କର ବାସସ୍ଥଳୀ ହେଉଛି କୈଳାସ ପର୍ବତର ଶିଖରରେ। କୈଳାସ ପର୍ବତ ବରଫରେ ସର୍ବଦା ଆଚ୍ଛାଦିତ। ଆଜି ପର୍ଯ୍ୟନ୍ତ କୈଳାସ ପର୍ବତକୁ କେହି ବି ଯାଇପାରି ନାହାନ୍ତି। ସୂତ୍ରରୁ ଜଣାପଡେ ଯେଉଁ କେତେ ଜଣ କୈଳାସ ପର୍ବତ ଚଢିବାକୁ ଚେଷ୍ଟା କରିଛନ୍ତି କିମ୍ବା ପର୍ବତକୁ ଯାଇଛନ୍ତି, ସେ କେବେ ଆଉ ସେଠୁ ଫେରି ନାହାନ୍ତି। ଭଗବାନ ଦେବଦେବ ମହାଦେବ ବାଘ୍ର ଚର୍ମ ପିନ୍ଧନ୍ତି। ଭଗବାନଙ୍କର ପରିଧାନର ବସ୍ତ୍ର ହେଉଛି ବାଘ୍ର ଚର୍ମ। ଭଗବାନ ଶିବ ଶଙ୍କର କୌଣସି ସୁନାର ବସ୍ତୁ, ସୁନା, ରୂପା, ହୀରା, ମୋତି, ମାଣିକ କୌଣସି ପ୍ରକାରର ବସ୍ତୁକୁ ତାଙ୍କ ଶରୀରରେ ଧାରଣ କରିନଥାନ୍ତି। ସେ ଧାରଣ କଣ କରିଛନ୍ତି? ଭଗବାନ ଶିବ ଶଙ୍କର ଧାରଣ କରିଛନ୍ତି ସର୍ପ। ସର୍ପକୁ ନିଜର କଟିବଦ୍ଧ ବା ଉତ୍ତରୀ ସ୍ୱରୂପରେ ନିଜ ବେକରେ ସେ ଗୁଡେଇଛନ୍ତି ଏକ ସର୍ପ। ଭଗବାନଙ୍କର ଶରୀରରେ ଭସ୍ମ ବୋଳା ହେଇଥାଏ। ବିଭୂତି ବା ଭସ୍ମ ପାଉଁଶ ଭଗବାନ ବୋଳି ହେଇଥାନ୍ତି। ଭଗବାନଙ୍କ ମୁଣ୍ଡରେ ରହିଛି ଜଟା, ଆଉ ସେଇ ଜଟାରେ ମାତା ଗଙ୍ଗା ବିଦ୍ୟମାନ ଅଛନ୍ତି। ଆଉ ଭଗବାନଙ୍କ ମସ୍ତକରେ ବା ସେଇ ଜଟାର ଅଗ୍ରଭାବରେ ରହିଛନ୍ତି ଚନ୍ଦ୍ର ଦେବତା। ଭଗବାନ ଶିବ ଶଙ୍କରଙ୍କର ବାହନ ହଉଛି ନନ୍ଦୀ। ପ୍ରଧାନ ବାହନ ହଉଛନ୍ତି ନନ୍ଦୀ। ମାତା ପାର୍ବତୀ ହେଉଛନ୍ତି ଭଗବାନ ଶିବଙ୍କର ଶକ୍ତି। ଭଗବାନ ଦେବଦେବ ମହାଦେବ ହଉଛନ୍ତି ସତ୍ୟ, ଶିବ ଏବଂ ସୁନ୍ଦର। ସେ ହଉଛନ୍ତି ଅକାଳ ମୃତ୍ୟୁ ହରଣର ମହାଶକ୍ତିଶାୟୀ ଆଉ ମୃତ୍ୟୁଞ୍ଜୟ। ସାଗର ମନ୍ଥନରୁ ଜାତ ହଳାହଳ ବିଶ୍ୱ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ଶଙ୍କର ସେଇ ବିଶ୍ୱକୁ ନିଜେ ଆଖଣ୍ଡ ପାନ କରିଦେଇଥିଲେ। ଯୋଉଥିପାଇଁ ଭଗବାନଙ୍କର କଣ୍ଠ ନୀଳବର୍ଣ୍ଣ ପଡିଯାଇଥିଲା। ଆଉ ସେଥିପାଇଁ ଭଗବାନଙ୍କୁ ଶ୍ରଦ୍ଧାରେ ଭକ୍ତମାନେ ଡାକିଥାନ୍ତି ନୀଳକଣ୍ଠ। କେହି ନୀଳକଣ୍ଠେଶ୍ୱର, କେହି ନୀଳକଣ୍ଠ ମୃତ୍ୟୁଞ୍ଜୟ ମଧ୍ୟ ଡାକିଥାନ୍ତି। ମହାମୃତ୍ୟୁଞ୍ଜୟ ମନ୍ତ୍ର
ଜପ କରି ଭଗବାନ ଶିବଙ୍କ କୃପାରୁ ମନୁଷ୍ୟ ବା ପ୍ରାଣୀ ସମାଜ ଅକାଳ ମୃତ୍ୟୁକୁ ଜୟ କରିଯାଇଥାଏ। ଶିବ ପଞ୍ଚାକ୍ଷର ମନ୍ତ୍ର ହଉଛି ନମ ଶିବାୟ। ନମ ହଉଛି 2ଟି ଅକ୍ଷର, ଶିବାୟ ହଉଛି 3ଟି ଅକ୍ଷର, ମିଶିଗଲେ 5ଟି ଅକ୍ଷର। ମନ୍ତ୍ରଟିର ନାମ ରହୁଛି ଶିବ ପଞ୍ଚାକ୍ଷର ମନ୍ତ୍ର। ଏହି ମନ୍ତ୍ର ଜପ ଯଦି କରିବେ ତାହେଲେ ଆପଣଙ୍କୁ ସଦ୍ଜ୍ଞାନ ଲାଭ ହେବା ସହିତ ସାଂସାରିକ ଦୁଃଖ ତାପରୁ ମୁକ୍ତି ମିଳିଥାଏ। ଜୀବ ଜଗତର ଜନ୍ମ ଆଉ ମୃତ୍ୟୁର କାଳ ସ୍ୱରୂପ ଭଗବାନ ଶିବ ହଉଛନ୍ତି ମହାକାଳେଶ୍ୱର। ସମସ୍ତ ଗ୍ରହ ସମସ୍ତ କାଳର ଅଧିଷ୍ଠାତ ଦେବ ହଉଛନ୍ତି ଦେବଦେବ ମହାଦେବ ଏବଂ ତାଙ୍କର ଅନ୍ୟ ନାମ ହଉଛି ମହାକାଳେଶ୍ୱର। ଯେଉଁମାନେ ଭଗବାନ ଶିବଙ୍କର ଭକ୍ତ ସେମାନଙ୍କୁ ଶୈବ ଭକ୍ତ କୁହାଯାଏ। ମହାଦେବ ତନ୍ତ୍ର ଶାସ୍ତ୍ରର ହଉଛନ୍ତି ସ୍ରଷ୍ଟା ବା ପ୍ରଣେତା। ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜା ହିଁ ପ୍ରଧାନ ଅଙ୍ଗ। ତାନ୍ତ୍ରିକ ମାନଙ୍କ ମତରେ ଶକ୍ତି ଉପାସନାକାରୀଙ୍କୁ ଶାକ୍ତ କୁହାଯାଇଥାଏ। ଯେଉଁ ଶିବଲିଙ୍ଗରେ 5ଟି ମୁଖ ଥିଲେ ତାଙ୍କୁ ପଞ୍ଚାନନ ଶିବ କୁହାଯାଏ। ପଞ୍ଚାନନ ଶିବଙ୍କର 5 ମୁଖର ନାମ ରହିଛି। ସେ ନାମ ଗୁଡ଼ିକ ହଉଛି ସଦ୍ୟଜାତ, ବାମଦେବ, ଅଘୋର, ତତ୍ପୁରୁଷ ଏବଂ ଈଶାନ। ଭଗବାନଙ୍କର ଅନ୍ୟ ନାମ ହଉଛି ଆଶୁତୋଷ। ଭଗବାନଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କଲେ ସେ ଅବିଳମ୍ବେ ସାଙ୍ଗେ ସାଙ୍ଗେ ବା ଅଳ୍ପ ସନ୍ତୋଷରେ ପ୍ରସନ୍ନ ହୋଇ ବର ପ୍ରଦାନ କରୁଥିବାରୁ ତାଙ୍କୁ ଆଶୁ ବର ପ୍ରଦାନକାରୀ ବା ଆଶୁତୋଷ ବୋଲି ଭଗବାନ ଶିବଙ୍କୁ ଡକାଯାଏ। ଭଗବାନ ଶିବ ଶଙ୍କରଙ୍କର ଅନେକ ପର୍ବ ଆଉ ପର୍ବାଣୀ ରହିଛି। ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି ବା ଜାଗର ଯାତ୍ରା ଏବଂ ବୋଲବମ୍ ଯାତ୍ରା। ଚଳିତ ବର୍ଷ ଜାଗର ଯାତ୍ରା ମାର୍ଚ୍ଚ ମାସ 8 ତାରିଖ 2024 ମସିହାରେ ପାଳନ ହେବାକୁ ଯାଉଛି। ଏହା ବ୍ୟତୀତ ଭଗବାନ ଶିବ ଶଙ୍କରଙ୍କର ଅନ୍ୟାନ୍ୟ ଓଷାବ୍ରତ ତଥା ପର୍ବପର୍ବାଣୀ ମଧ୍ୟ ରହିଛି। ସେଗୁଡ଼ିକ କ'ଣ? କେଦାର ଗୌରୀ ବ୍ରତ, କୁକୁଟି ବ୍ରତ, ସୁକୁତିନି ବ୍ରତ, ସଙ୍କଟ ଚଉଠି ବ୍ରତ, ସୋମନାଥ ବ୍ରତ, ଚାଉଳ ଭଜା ଓଷା ବ୍ରତ, ବଡ଼ ଓଷା, ଏମିତି ଅନେକ ପର୍ବ ଭଗଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ପାଳନ କରିଥାନ୍ତି। ଆଶା କରୁଛି ଆପଣଙ୍କୁ ଏ ଭିଡ଼ିଓଟି ନିଶ୍ଚିନ୍ତ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତାହେଲେ କମେଣ୍ଟରେ ଓಂ ନମଃ ଶିବାୟ ନିଶ୍ଚିନ୍ତ ଲେଖନ୍ତୁ। ତା ସହିତ ଚ୍ୟାନେଲର ସପୋର୍ଟ ପାଇଁ ଦୟାକରି ଗୋଟେ ସବସ୍କ୍ରାଇବ କରନ୍ତୁ ଏବଂ ଏଇଭଳି ଭିଡ଼ିଓ ପାଇବା ପାଇଁ ଯଦି ଚାହୁଁଛନ୍ତି ନୋଟିଫିକେସନ ଆଇକନକୁ ଅନ୍ ରଖିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।